ଆଦର୍ଶଙ୍କର ସର୍ଜରୀ ହେବ। ହଁ ଦର୍ଶକ ବନ୍ଧୁ, ଏମଏଲଏ କହିବେ ରୂପସାଙ୍କୁ ଦେ ତାଲି ଦେ। ଆରେ ଆଜି ତ ଖୁସିର ଦିନ। ଏତେ ଦିନ ହେଲା ଯାହା କରିପାରିନଥିଲୁ ଆଜି କରିକି ଦେଖେଇଲୁ। ଆରେ ପୁରା ମହାପାତ୍ର ଫ୍ୟାମିଲିର ଏବେ ତୋ ପାଦ ତଲେ। ଖୁସିକୁ ତୁ ସେଲିବ୍ରେଟ୍ ନ କରି ମୁହଁ ଓଳାଇ କାହିଁକି ଠିଆ ହେଇଛୁ? ଆରେ ଏଇ ତ ତୋର ସବୁଠୁ ବଡ଼ ୱିନ୍। ଆନନ୍ଦ ମହାପାତ୍ର ଆଦର୍ଶ ମହାପାତ୍ରଠୁ ପ୍ରତିଶୋଧ ନେଲୁ। ଆରେ ସେ ଦୁଇ ଜଣକୁ ବର୍ବାଦ କଲୁ। ଆଦର୍ଶ ଆଉ ପଲ୍ଲବୀଙ୍କୁ ପରସ୍ପରଠୁ ଅଲଗା କଲୁ। ଏହାପରେ ରୂପସା କହିବେ, କିନ୍ତୁ ଆଦର୍ଶଙ୍କ ଜୀବନରେ ତ ଏବେ ବିପଦରେ ନା ଡାଟ୍। ସେ ଭଲ ହେବା ପର୍ଯ୍ୟନ୍ତ ମୁଁ ସେଲିବ୍ରେଟ୍ କରିବି କେମିତି? ଯଦି ଆଦର୍ଶ ଅପରେସନ୍ ସକ୍ସେସଫୁଲ୍ ନ ହୁଏ ତାହେଲେ ଏହାପରେ ଏମଏଲଏ କହିବେ, ଆରେ ତାର ଯଦି ମରିବାର ଥିବ ସିଏ ମରିବ, ସେଥିରେ ଆମେ କ'ଣ କରିପାରିବା? ଆରେ ଆମେ ତ ବରଂ ଖୁସି ହେବା କଥା ଯେ ଆମ ତାଲିକାରେ ଗୋଟେ ଶତ୍ରୁ ସବୁଦିନ ପାଇଁ ଶେଷ ହୋଇଗଲା। ଏହାପରେ ରୂପସା ରାଗିକି କହିବେ, ଖବରଦାର ଡ୍ୟାଡ୍, ଆଦର୍ଶଙ୍କ ଜୀବନରେ ଆପଣ ଯଦି ଆଉଥରେ ଏମିତି କହିଛନ୍ତି ତାହେଲେ ମୁଁ ଭୁଲିଯିବି ଆପଣ ମୋ ଡ୍ୟାଡ୍ ବୋଲି। ଏହା ଶୁଣି ଏମଏଲଏ ଆଶ୍ଚର୍ଯ୍ୟ ହୋଇଯିବେ। ଆଉ ପୁଣି ରୂପସା କହିବେ, ମାମା ବୁଝାଅ ଡ୍ୟାଡ୍କୁ, ତାଙ୍କୁ କୁହ ଆଦର୍ଶ କେବଳ ମୋର ସିଏ, ଆଉ ସେଥିପାଇଁ ତାଙ୍କୁ ଭଲ ହେବା ନିହାତି ଦରକାର। ଆଉ ଏପଟେ ଆନନ୍ଦ ଇସାରାରେ ଆଦର୍ଶଙ୍କ କଥା ପଚାରିବେ। ତାପରେ ଗୌରବ କହିବେ, ବଡ଼ ମା ବଡ଼ ବାପା ଆଦର୍ଶ ବିଷୟରେ ପଚାରୁଛନ୍ତି। ତାପରେ ରିମଝିମ୍ କହିବେ, ବଡ଼ ବାପା ଆପଣଙ୍କୁ ମୁଁ ମିଛ କହିବିନି, ଆଦର୍ଶଙ୍କର ଅପରେସନ୍ କରିବା ଜରୁରୀ ଥିଲା, ସେଥିପାଇଁ ତାଙ୍କର ଏବେ ଅପରେସନ୍ ଚାଲିଛି। ୟୁଏସ୍ର ଡକ୍ଟର ଆସିଛନ୍ତି ତାଙ୍କ ଅପରେସନ୍ କରିବା ପାଇଁ, ତେଣୁ ଆପଣ ବ୍ୟସ୍ତ ହୁଅନ୍ତୁନି। ଅପରେସନ୍ ପରେ ଆଦର୍ଶ ନିଶ୍ଚୟ ଭଲ ହୋଇଯିବେ, ତାପରେ ବଞ୍ଚିଯିବେ। ଏମିତି କଥା ଶୁଣି ଆନନ୍ଦଙ୍କର ଦେହ ଖରାପ ହେବାକୁ ଲାଗିବ। ଏହାପରେ ପୁଣି ଗୌରବ କହିବେ, ରିମଝିମ୍ ବଡ଼ବାପାଙ୍କ ଆଗରେ ଏସବୁ କହିବା କ'ଣ ଦରକାର ଥିଲା? ତାପରେ ରିମଝିମ୍ କହିବେ, ମୁଁ ତ ଯାହା କହିଛି ସତ କହିଛି, ଏଥିରେ ମୋର କ'ଣ ଭୁଲ ଯେ? ଏହାପରେ ଗୌରବ କହିବେ, ଦେଖୁଛୁ ତ ତାଙ୍କ ଅବସ୍ଥା ଏବେ କ'ଣ ହେଲା? ତାପରେ ଡକ୍ଟର ଆସି କହିବେ, କ'ଣ ହେଲା? ଏହାର କଣ୍ଡିସନ୍ ତ ଷ୍ଟେଟ୍ ଥିଲା। ତାପରେ ଗୌରବ ଆଉ ରିମଝିମ୍ ଏହାପରେ ଡକ୍ଟର କହିବେ, ଆପଣମାନେ ଆଦର୍ଶ ବାବୁଙ୍କ କଥା ତାଙ୍କୁ କାହିଁ କହୁଥିଲେ? ଦେଖିଲେ ତ ତାଙ୍କୁ କେତେ କଷ୍ଟ ହେଇଛି। ସିଷ୍ଟର ଶୀଘ୍ର ଇଞ୍ଜେକ୍ସନ୍ ରେଡ଼ି କର। ତ ଦର୍ଶକ ବନ୍ଧୁ, ରୂପସା କ'ଣ ତା ପ୍ଲାନ୍ରେ ସଫଳ ହେବେ କି? ଆମକୁ କମେଣ୍ଟ କରି ନିଶ୍ଚିତ ଭାବେ ଜଣାନ୍ତୁ।